ସାମ୍ନାକୁ ଆସିଲା ବଡ଼ ଖବର। ଦର୍ଶକ ବନ୍ଧୁ, ଏଭଳି ଏକ ଖବର ଆସି ପହଞ୍ଚିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପାଇଁ ସାବିତ୍ରୀ ଓଷା ପାଳନ କରିଛନ୍ତି। ଏହା କେତେ ଦୂର ସତ? ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ଏଇ କିଛି ଦିନ ହେବ ଅନୁଭବଙ୍କର ଡିଭୋର୍ସ ହୋଇଛି। ହେଲେ ଡିଭୋର୍ସ ପରେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପାଇଁ ସାବିତ୍ରୀ ଓଷା କରିଥିଲେ। ହଁ ଆଜ୍ଞା, କେମିତି ବା ନ କରିବେ। ଦର୍ଶକ ବନ୍ଧୁ, ଖାଲି କାଗଜ କଲମରେ ଲେଖିଦେଲେ ସମ୍ପର୍କ ଛିଡ଼େ ନାହିଁ। ପ୍ରକୃତ ସମ୍ପର୍କ ମନ ଭିତରେ ରହିଥାଏ। ଆଉ ମନ ଭିତରେ ଯେପର୍ଯ୍ୟନ୍ତ ଜଣକ ପାଇଁ ଭଲ ପାଇବା ପ୍ରେମ ରହିଛି, ସେ ସମ୍ପର୍କ କେମିତି ବା ଛିଡ଼ି ପାରିବ? ଏହି କଥା ଅନୁସାରେ ବର୍ଷା ପ୍ରମାଣ କରି ଦେଖାଇଛନ୍ତି ଅନୁଭବଙ୍କୁ ସେ ତାଙ୍କ ଜୀବନଠାରୁ ବେଶୀ ଭଲ ପାଆନ୍ତି। ଦର୍ଶକ ବନ୍ଧୁ, ସେଥିଲାଗି ବର୍ଷା ଅନୁଭବଙ୍କ ପାଇଁ ସାବିତ୍ରୀ ଓଷା ପାଳନ କରିଛନ୍ତି। ହଁ ଦର୍ଶକ ବନ୍ଧୁ, ଆପଣ ଜାଣିଥିବେ ଏଇ କିଛି ଦିନ ହେବ ବର୍ଷା ଅନୁଭବଙ୍କ ଭିତରେ ଡିଭୋର୍ସ ହୋଇସାରିଛି। ତଥାପି ଅନୁଭବଙ୍କୁ ଭୁଲି ପାରୁନାହାନ୍ତି ବର୍ଷା ପ୍ରିୟଦର୍ଶିନୀ। ସେ ମନ ଖୋଲି କହିପାରୁନାହାନ୍ତି ସତ, ହେଲେ ତାଙ୍କୁ ସ୍ୱାମୀ ଭାବେ ନିଶ୍ଚିତ ଭଲ ପାଉଛନ୍ତି ଏବଂ ବହୁତ ପ୍ରେମ କରୁଛନ୍ତି। ହଁ ଦର୍ଶକ ବନ୍ଧୁ, ସେଥିଲାଗି ସେ ସାବିତ୍ରୀ ଓଷା ପାଳନ କରିଛନ୍ତି ତାଙ୍କ ସ୍ୱାମୀ ଅନୁଭବଙ୍କ ପାଇଁ। ସୂଚନା ଆଜି ପାଇଁ ଏତିକି। ଭିଡ଼ିଓ ଭଲ ଲାଗିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରନ୍ତୁ। ଆମେ ଯେତେବେଳେ ବି ଭିଡ଼ିଓ ଛାଡ଼ିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ।